ନମସ୍କାର ଭାଇ। ମୁନ୍ନା ନମିତା ଯୋଉ ଏଙ୍କର ଭାଇ କି ମାଡ଼ ମାରିକି ସେ ପାର୍ଟିରୁ ବାହାର କରିଦେଇଛନ୍ତି, ଏଇଟା ଗୁରୁତର ଭୁଲ। ତେଣୁ ସେ ଭାଇକି ଯଦି ଯାତ୍ରା ପାର୍ଟିରେ ଆଣିକି ନ ପହଞ୍ଚାନ୍ତି ଆଉ ତାଙ୍କୁ ଦାନା ନ ଦିଅନ୍ତି, ତାହେଲେ ମୁନ୍ନା ନମିତା ଯୋଉଠି ଆପଣ ଯାତ୍ରା କରିବେ ଆପଣଙ୍କ ଉପରକୁ ଜୁତା ଫିଙ୍ଗିବାଟା ହିଁ ଫାଇନାଲ। ପ୍ରତ୍ୟେକ କ୍ୟାମ୍ପରେ ଆପଣଙ୍କ ଉପରେ ବସିବ। ଆମେ ଜନସାଧାରଣ ଦର୍ଶକ ଦର୍ଶକ ପାଇଁ ଆପଣ ରୁଟି କମାଉଛନ୍ତି ଆଉ ଦାନା ପାଉଛନ୍ତି। ଆପଣ ଏମିତି କେଉଁ ବଡ଼ ଆର୍ଟିଷ୍ଟ ନୁହନ୍ତି ଜଣେ ଜୁନିୟର ଆର୍ଟିଷ୍ଟକି ମାରିଦେଇକି ବାହାର କରିଦେବେ। କେତେଜଣ ଆର୍ଟିଷ୍ଟକି ଆପଣ ଦାନା ଦେଇଛନ୍ତି? ମୁଁ ଜଣେ ଦର୍ଶକ ଯାତ୍ରା ପ୍ରେମୀ। ଆଜ୍ଞା ନମସ୍କାର, ରହିଲି। ଜୟ ଜଗନ୍ନାଥ ଆଜ୍ଞା। ଆଜ୍ଞା କୋଉଠୁ କହୁଥିଲେ ଆଜ୍ଞା? ଆଜ୍ଞା ମୁଁ ଆମର ପଞ୍ଚଲିଙ୍ଗେଶ୍ୱର ସନ୍ତ୍ରାଟା ଜାଣିଛନ୍ତି? ଆଜ୍ଞା ବାଲେଶ୍ୱର ପଞ୍ଚଲିଙ୍ଗେଶ୍ୱର। ଆଜ୍ଞା ବାଲେଶ୍ୱର ଜିଲ୍ଲା, ବୁଝିଲେ କି? ଆଜ୍ଞା ଆଚ୍ଛା, ସେ ମୁଁ ଭାରି ଜଣେ ଯାତ୍ରା ପ୍ରେମୀ ଲୋକ। ମୋର ବଡ଼ ଭାଇ ବି ସବୁ ଯାତ୍ରାରେ ଅଛନ୍ତି ସମ୍ପର୍କୀୟ ଭିତରେ। ଆଜ୍ଞା ମୋର ସମ୍ପର୍କୀୟ ଭାଇ ଅଛନ୍ତି ସୁରେଶ ପଣ୍ଡା କତୁରୁ ନେଇକି ସଞ୍ଜୟ ବେଳ ପର୍ଯ୍ୟନ୍ତ। ମୁଁ ଭାରି ପ୍ରେମୀ ଲୋକ। ଆଜ୍ଞା କିନ୍ତୁ ଯେତେବେଳେ ଗାଁକୁ ଯାଏ ମୁଁ ଯାତ୍ରା ଦେଖେ। ମୁଁ ଏବେ ଗାଁରେ ରହୁନାହିଁ। ଆଜ୍ଞା କିନ୍ତୁ ଏଇ ଯୋଉ ଭିଜୁଆଲଟା ଗ୍ରୀନ ରୁମରେ ଦେଖିଲି, ସେ ମୁନ୍ନା ଭାଇ ଜଣେ ସିନିୟର କଳାକାର ହୁଅନ୍ତୁ କି ତାଙ୍କୁ କିଏ ବା ପଚାରନ୍ତିନି, ବୁଝିଲେ କି? ଆଜ୍ଞା ଆଜ୍ଞା ସେ ଯୋଉ ନମିତା ବାପା, ସେ ଯୋଉ କଥା କହୁଛନ୍ତି ଭଏସ ତ ଗଲାଣି ଷ୍ଟେଜରେ ସବୁ ତାଙ୍କ ଦେଖିବେ ଯାତ୍ରା ଭିକମଙ୍ଗା। ଆଜ୍ଞା ଆଜ୍ଞା ସେଇ ଭିକମଗାରେ ହିଁ ଭିକମଗାରେ ତାଙ୍କ ଜୀବନଟା କଟିବ। ପ୍ରଭୁ ଆଜ୍ଞା। ଆଚ୍ଛା, ଯାହା ବି ହଉ, ଆପଣ ଯଦି ସିନିୟର ବୋଲି ଭାବିକି ନାଟକ ପରିଚାଳକ ଭାବରେ ଯଦି ରହିଛନ୍ତି ପାର୍ଟିରେ, ଭଲ କଥା। ପରିଚାଳିତ କରୁଛନ୍ତି, ଅନୁଷ୍ଠାନ ବଞ୍ଚୁଛି। 150-200 କଳାକାର ବି ଜୀବ ଜୀବିକା ବଞ୍ଚଉଛନ୍ତି, ବୁଝିଲେ କି? ତେଣୁ ଏମାନଙ୍କର କଣ ଭାଷା କହୁଛି, ସେ ନମିତା ଯୋଉ ଭାଷା କହୁଛି, ଏଇଟା ସେ ଶିକ୍ଷିତ ଘର ପିଲାଟି। ଆପଣ ଆଜ୍ଞା ପଞ୍ଚଲିଙ୍ଗେଶ୍ୱର ଜଣେ ଯାତ୍ରା ପ୍ରେମୀ। ଆଜ୍ଞା ବାହାରେ ରହୁଛନ୍ତି ବୋଧେ? ହଁ, ମୁଁ ବାହାରେ ରହୁଛି। ଯାହା ହଉ କଲ୍ ମତେ କରିଥିବାରୁ। ମୋ ନମ୍ବରଟି ଆଜ୍ଞା କେମିତି ପାଇଲେ? ମୁଁ ଏଇ ଫେସବୁକରେ ଆପଣଙ୍କ ନମ୍ବରଟା, ମୁଁ ଫେସବୁକଟା ଚଲାଉଥିଲି, ଯୋଉ ନମ୍ବରଟା କହିଲେ, ସେ ଯୋଉ ଗୋଟେ ପିଲା କହୁଛି ଆପଣଙ୍କ କଥାଟା ଶୁଣିକି ମଝିରେ ବି ମଧ୍ୟ ଯେତେବେଳେ ଗୋଟେ ଦେଖିଥିଲେ ଆପଣ ଗୋଟେ ଯାତ୍ରା ପାଇଁ ପ୍ରତିବାଦ କରିଥିଲେ। ଆଜ୍ଞା 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 ମାନେ ଏଇ ସିନିୟର କଳାକାର ମାନେ ଯୋଉ ବର୍ତ୍ତମାନ ଯୋଉ ହଉଛନ୍ତି, ଆଜ୍ଞା ସେ ଜୁନିୟର କଳାକାର ମାନଙ୍କୁ ଜଣକୁ ରୁଟି ଦବା ଭଳିଆ ଆଙ୍କର ଅକାତ ନାହିଁ। ଆଜ୍ଞା ଆଜ୍ଞା କିନ୍ତୁ ଜୁନିୟର କଳାକାର ମାନଙ୍କୁ ଏମାନେ ତାକୁ ଭାବୁଛନ୍ତି ବୋଧେ ଇଏ କଣ, ତାକୁ ସେ ଧକ୍କା ମାରୁଛି ଯୋଉ ଯେ ମୁନ୍ନା ଯାଇକି। ମୁଁ ଭାବିଲି ସେ ମୁନ୍ନା ଭାଇ ବୋଲି ସହିଗଲେ ଏଇ ପାର୍ଟି ସବୁ ଦେଖି ଛାଡିଦେଇ। ସତ କଥା ଆଜ୍ଞା ମୁଁ କହୁଛି, ଯଦି ମୋ ଆଗରେ ଏମିତିଆ ହେଇଥାନ୍ତା, ମୁଁ ମୁନ୍ନାର କଣ ଅବସ୍ଥା ହେଇଥାନ୍ତା ସେ ନିଜେ ବି ଜାଣିପାରି ନଥାନ୍ତେ, ଆଜ୍ଞା ବୁଝିଲେ କି? ଆଜ୍ଞା ଏଇ କଳାକାର ବାବଦରେ ମୋର ଜଣେ ପୁଅ ବି ସେ ସିରିଏଲ ଫିରିଏଲ କରୁଛି, ବୁଝିଲେ କି? ଆଜ୍ଞା 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 ଛୋଟ ମୋଟ ବି ଆମର ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରେ ପାଠ ପଢିକି ଆଜ୍ଞା ସେ ରହିଛନ୍ତି। ମୋର ଜଣେ ବଡ ଭାଇ ବି ତୁଳସୀରେ ରହିଛନ୍ତି, ବୁଝିଲେ କି? ଆଜ୍ଞା। ହଁ, ବଡ ଭାଇ ମାନେ ମୋର ସମ୍ପର୍କୀୟ ବଡ ଭାଇ, ନିଜ ଭାଇ ନୁହଁ। ଆଚ୍ଛା ସାର୍, ମୁଁ ତ ଜଣେ ଯାତ୍ରା କଳାକାର ଉଇଥି ବର୍ତ୍ତମାନ ପାଇଁ ଯାତ୍ରା କଳାକାର ଦର୍ଶକ ହେଇଯାଇଛି। ହଁ, ମୁଁ ଜାଣିଛି। ଥରେ ଆପଣଙ୍କ ବିରୁଦ୍ଧରେ ବାହାରିକି ଗୋଟେ ଯାତ୍ରା କମିଟି କଣ କରି ଆଜ୍ଞା ଆଜ୍ଞା ଆଉ ଇଏ କରିଛି। ଯାତ୍ରା କମିଟି ଯୋଉ କରିଛନ୍ତି, ଆଜ୍ଞା କୌଣସି କମିଟି ମୁଁ ଜାଣିଛି ଆଜ୍ଞା, ଯାତ୍ରା ପାର୍ଟିରେ ଶୁଣନ୍ତୁ, ଓଡିଶା ଅପେରା ଯେତେବେଳେ ଥିଲା ମୁଁ କ୍ୟାମ୍ପରେ ବୁଲି ବୁଲି ଯାତ୍ରା ଦେଖେ, ବୁଝିଲେ କି? ଆଜ୍ଞା ଆଜ୍ଞା ସାର୍। ମୁଁ ଯେତେବେଳେ ଗାଁକୁ ଯାଏ, ମୁଁ ଘରେ ରୁହେନି, ସେତେବେଳେ ବ୍ୟାଚଲର ଥିଲି। ଆଜ୍ଞା ସାର୍। ମୋ ସେ ଯୋଉ ଭାଇ ଜଣେ ସମ୍ପର୍କ ଅଛନ୍ତି, ତାଙ୍କ ଘର ସେ ଆମର ବନ୍ଦ। ଆଜ୍ଞା ସାର୍। ସେ ଭାଇ ମୋର ଜଣାଶୁଣା ଭିତରେ, ତାଙ୍କ ସାଥିରେ ମୁଁ ବୁଲି ବୁଲି କ୍ୟାମ୍ପ, ମୁଁ ଯୋଉ 15 ଦିନ 20 ଦିନ ଗାଁରେ ରୁହେ। ସବୁ ପରେ ବି ଏ ଯୋଉ ଘଟଣାଟି ଘଟିଛି, ଦେଖୁଛନ୍ତି ଭାଇରାଲ ହେଇ ଚାଲିଛି। ଆଜ୍ଞା, ଆପଣ ଜଣେ ଦର୍ଶକ, ଆପଣ ଜଣେ ନାଟ ପ୍ରେମୀ, ଆପଣ ଜଣେ କଳା ପ୍ରେମୀ। ଆପଣଙ୍କ ମତରେ ଗୋଟେ ସମାଧାନ ଭାଟ ଆର ଗୋଟେ କଣ ଆପଣ ମାନେ କହିପାରିବେ କି? ଯାହା ବି ହେଇଛି ବର୍ତ୍ତମାନ ଆମର ବର୍ତ୍ତମାନ ଶୁଣନ୍ତୁ, କମିଟି ଯୋଉ ଅଛି, କମିଟି ଭାଇଙ୍କ କଥା ବୁଝିବେନି, ମୁଁ ଯାହା ଜାଣିଛି ହେଲା। ଆଜ୍ଞା ନା, କମିଟି ଟା ଖାଲି ହେଲେ ସେ ବଡ ବଡ ଅଙ୍କ ମାନଙ୍କ ପାଇଁ, ସିଏ କିଛି କମିଟିର ମୂଲ୍ୟ ନାହିଁ। ଆଜ୍ଞା ଦର୍ଶକ ଦନାଦନ, ବୁଝିଲେ କି? ଦର୍ଶକ ବିଚାର କରିବେ ବର୍ତ୍ତମାନ। ଦର୍ଶକ ବିଚାର କରିବେ। ଆଉ ମୁଁ ଭାବୁଛି ଦର୍ଶକ ମାନଙ୍କୁ ମୁଁ ଏଇ ଅନୁରୋଧ କରୁଛି, ମୁନ୍ନା ନମିତା ଯୋଉଠିକି ଆସୁଛନ୍ତି, ଆଜ୍ଞା ତାଙ୍କ ମୁହଁକୁ ଜୋତା ଫିଙ୍ଗିବାର ଅଛି, ଆଉ କିଛି ନାହିଁ। ଜୋତା ଛଡା ଆଉ କଥା ନାହିଁ। ଯଦି ସାର୍ ଏଇଟା ନ ହେଇପାରିବ, ଏଇଟା ମାନେ ତାଙ୍କର ସମ୍ମାନକୁ ପୁଣି ବଜାଇ ରଖିବାକୁ ସେମାନେ ଚାହିଁବେ, ତାହେଲେ ତାଙ୍କ ପାଇଁ ତ ଗୋଟେ ବିକଳ୍ପ ବାଟ କିଛି ଥିବ। ଏ ଯୋଉ ଘଟଣାଟି ଘଟିଛି, ସବୁ ପରେ ବି ଯେତେ କର୍ମଚାରୀଟେ ଡ୍ୟୁଟି ଫେଲ କରୁ ବା ଯାହା କରୁ, ତାର ସବୁ ଭୁଲ ଥାଉ। ନାଇଁ, ଡ୍ୟୁଟି ଫେଲ କରିଥିବା ଠିକ ଅଛି। ଯାତ୍ରା ପାର୍ଟିରେ ଯଦି କୌଣସି ସୁବିଧା ଡ୍ୟୁଟି ଫେଲ ହେଲା, ତାକୁ କହିବାର ଗୋଟେ ଅଛି, ତରିକା ଅଛି। ଆଜ୍ଞା ତାରିଖ ଅଛି। ଆଜ୍ଞା ତା ମାନେ ନୁହେଁ ଯେ 100 କଳାକାର ଆଗରେ ତାଠୁ ବି ତାଙ୍କଠୁ ବି ଯୋଉ ଭାଇଟି ଆମର ମାଡ ଖାଇଲେ, ତାଠୁ ବି ଜୁନିୟର କଳାକାର ଅଛନ୍ତି, ଷ୍ଟାଫ ଅଛନ୍ତି। ଆପଣ ଗ୍ରୀନ ରୁମ ରେ ଧକ୍କା ବାଡଉଛନ୍ତି। ସେ ନମିତା କଣ ହେଇଗଲାଣି କି? ଧରାକୁ ଧରା ମନା କଲାଣି କି ନା କଣ? ଆଜ୍ଞା ଆଜ୍ଞା ତ କୋଉ ଆର୍ଟିଷ୍ଟ ରେ, ଆଜ୍ଞା ଆଜ୍ଞା କୋଉ ଆର୍ଟିଷ୍ଟ ନମିତା ବୋଲି ଆପଣ 5 ଜଣଙ୍କୁ ପଚାରିଲେ ଦେଖିଆ,
କିଏ ଚିହ୍ନି ପାରୁଛି ଆଜ୍ଞା ଜାଣନ୍ତୁ ହଁ ଆଗେ ନମିତା ଏଇ ହଁ ଗୋଟେ ଭଲ ହିରୋଇନଟେ ଆଜ୍ଞା ଆଉ ବୟସ ହେଲାଣି ଆପଣ ମାନଙ୍କୁ ଏଇ ଯାତ୍ରା ପାର୍ଟି ମାଲିକ ମାନଙ୍କର କିଛି ଖାଇ ପିଇ କାମ ନାହିଁ ବୋଲି ବୁଢୀ ଛେଳି ଗୁଡାକୁ ନଉଛନ୍ତି ଆଜ୍ଞା ହିରୋ ନଉଛନ୍ତି ଆଜ୍ଞା ଆପଣଙ୍କ ନାଁରେ କଣ ହଉଛି କଣ ଆପଣଙ୍କ ନାଁ ଧରିକି ଟିକଟ ସେଲିଂ ହେଇଯାଉଛି ନାଇଁ ଆଜ୍ଞା ନାଇଁ ନା ମୁନା ଭାଇଙ୍କ ନାଁ ଡାକିଦେଲେ କାଳେ ହାଉସଫୁଲ ହେଇଯାଉଛି ଯାତ୍ରା ପାର୍ଟି ସେମିତି ହେଲେ ଆଉ ସେ ପରିଚାଳକ କାହିଁ ହେଇଥାନ୍ତେ? କିଛି ନାହିଁ ପରିଚାଳକ କଣ ଗୋଟେ ଯାତ୍ରା ପାର୍ଟିରେ ଜଣେ ରହିଲେ 2-4 ବର୍ଷ ରହିଲେ କି କଲେ ତା ପରିଚାଳକ ପୋଷ୍ଟଟା ଦେଲେ କି ବାଦ ଦେଲେ ତା ମାନେ ନୁହେଁ ଯେ ଆଜିର ଗୋଟେ ପରିଚାଳକ ହେଇଗଲା ବୋଲି ଯାହା ଇଚ୍ଛା ତା କରି ତାକୁ ମାରିବେ। ଆପଣ ଜଣେ ଦର୍ଶକ ହିସାବରେ କହିପାରିବେ ଆଜିର ଯାତ୍ରା ଜଗତରେ ଯୋଉମାନେ ପରିଚାଳନା ଦାୟିତ୍ୱ ନେବାକୁ ଯାଉଛନ୍ତି ସେମାନଙ୍କର ମାଲିକ ପାଖରେ ଆଉ କିଛି ଦୁର୍ବଳତା ରହୁଛି କି? ଆଚ୍ଛା ମୁଁ ଗୋଟେ କଥା କହୁ ଶୁଣନ୍ତୁ ମାନେ ଆମର ଏଇ ଯୋଉ ମୋର ଏଇ ଯୋଉ ଆମର କୋଣାର୍କ ଗଣନାଟ୍ୟରେ ବସନ୍ତ ସାହୁ ଅଛନ୍ତି ଆଜ୍ଞା ସାର୍ ସେ ମୁଁ ବି ପରିଚିତ ଆପଣ ଯୋଉ ପରିଚୟ ଦେଲେ ବି ସେ ମତେ ଜାଣିପାରିବେ ଆଜ୍ଞା ସାର୍ ମୋ ନାଁ ବି ମୁଁ କହୁଛି ସନ୍ତରାଗଡିଆ ଲକ୍ଷ୍ମୀଧର ବେହେରା ମୋ ନାଁ ଆଜ୍ଞା ବୁଝିଲେ କି ଆଜ୍ଞା ସାର୍ ହଁ ସଞ୍ଜୟ ଏଇ ଯୋଉ ଆମର ବସନ୍ତ ସାହୁ ଆଜ୍ଞା ଆଜ୍ଞା ବୁଝିଲେ କି ଆମ ଭଲ ପରିଚୟ ଦେଖା ଦେଖି ତ ଏବେ ତ ନାହିଁ ମୋର 8-9 ବର୍ଷ ହେଲା ମୋ ମାନେ ଛାଡି ଯାଇଛି ଦେଖା ସାକ୍ଷାତ ମାନେ ଯାତ୍ରା ଟାଇମରେ ମୁଁ ରହିପାରୁନାହିଁ ଆଜ୍ଞା ସାର୍ ସେଇ ପାର୍ଟିରେ ତ ଆପଣ ଆଜ୍ଞା ଦେଖନ୍ତୁ ଦୈତାରୀ ପଣ୍ଡା ପରିଚାଳକ ଅଛି ଆଜ୍ଞା 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 ଦେଖିଛନ୍ତି କୋଉ ପାର୍ଟି ମାନେ ସେଠି କଣ ସେ ପାର୍ଟିରେ କୋଣାର୍କରେ କଣ ଭୁଲ ଭଟକ ନାହିଁ ଅଛି 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 ସବୁଠି ତା ଆଜ୍ଞା ମାନେ ପରିବାର ସବୁ ଯାତ୍ରା ପାର୍ଟିରେ ଶୁଣନ୍ତୁ ଭୁଲ ଭଟକ ସବୁ କଳାକାରଙ୍କର ଥାଏ ତା ମାନେ ନୁହେଁ ଯେ କୋଉଠି ପିଟିବା ମାରିବା କରିବା ଯଦି ଆପଣ ବୁଝି ନ ପାରୁଛନ୍ତି ମାଲିକକୁ ଦେଇଥାନ୍ତେ କଥାଟା ମାଲିକ ବୁଝିଥାନ୍ତେ ତାଙ୍କର ରୁଟି ଦବାର କେପାସିଟି ନାହିଁ ତାଙ୍କର ହାତ ଉଠା ଦେବେ ଆଜ୍ଞା ଏଇଟା କଣ ଭୁଲ ମାନେ ଠିକ କରୁଛନ୍ତି ନାଇଁ ସାର୍ ନାଇଁ ଏଇଟା ତ ହାତ ଉଠେଇବାଟା ହଉଛି ପରମ ଭୁଲ ତାରେ ତେଣୁ ସିଏ ଦର୍ଶକ ଆଗରେ ଷ୍ଟେଜରେ ଯୋଉଠି ଯାତ୍ରା କରୁଛନ୍ତି ଆଜ୍ଞା ସାର୍ 100 ଷ୍ଟେଜ ଆଗରେ ସେ ମୁନ୍ନା ଭାଇ ତାଙ୍କ ସ୍ତ୍ରୀ ଯୋଉ ନମିତା ଆଜ୍ଞା ସାର୍ ସିଏ ଠିଆ ହେଇକି ଭୁଲ ମାଗିବାଟା ନିହାତି ଦରକାର ମୋ ମତରେ ଭାବୁଛି ଭୁଲ ତ ମାଗିଲେ ସେଥିରେ ସଜା ନାହିଁ ଭଗବାନଙ୍କ ଦରବାର ସେ ଅପରାଧୀ ହେଇଯାଇଛନ୍ତି ଆପଣଙ୍କର ବିଚାର ତ ଏଇଟା ରହିଲା ଗୋଟେ ପକ୍ଷରେ ବିଚାର ହେଇଗଲା ସେ ଭୁଲ ମାଗିଦେଲେ ସମାଧାନ ହେଇଯିବ ନା ନା ସମାଧାନଟା ମୁଁ ଭାବୁଛି ସାର୍ ମୁଁ ବି ଜଣେ ଯାତ୍ରା କଳାକାର ମୁଁ ବି ସେଇ ଜଣେ ଆଙ୍କର ଜଣେ ହଁ ମୁଁ ମୁଁ ଭାବୁଛି ଜାଣିଛି ସମାଧାନ ଶୁଣିଛି ଗୋଟେ ବାଟ ହଉଛି ବର୍ତ୍ତମାନ ସେ ଦେବକୁ ଡାକିକିରି ତା କର୍ମ ଯଦି ଫେରେଇ ଦିଅନ୍ତେ ଦେବ ଯଦି ପୁଣି ସ୍ୱପ୍ନମହଲ ପେଣ୍ଡାଲରେ ଛିଡା ହେଇଯାଆନ୍ତା ତାହେଲେ ମୁଁ ଭାବୁଛି ସବୁ ସମସ୍ୟାର ନାଇଁ ସମାଧାନ ନାଇଁ ତାକୁ ବାହାର କରିଦେଇଛନ୍ତି ତ ମୁଁ ତ ଜାଣେ ନାହିଁ ହେଇଯିବ। ଯଦି ବାହାର କରିଦେଇଛନ୍ତି ତାହେଲେ ତ ଏଟା ଗୁରୁତ୍ୱ ଭାବରେ ଅପରାଧ ଆଜ୍ଞା ତେଣୁ ବାହାର କରିଦେଇଛନ୍ତି ସେ ଆସିକି ଘରେ ବସିଛି ଆଚ୍ଛା ବାହାର କରିଦେଇଛନ୍ତି ତ ମୁଁ ଜାଣେନି କିନ୍ତୁ ବାହାର କରିଛନ୍ତି ଏଟା କିନ୍ତୁ ଲେଟ୍ ହବାର କାରଣ ନୁହଁ ଇଏ ମାନଙ୍କର କୌଣସି ସ୍ୱାର୍ଥପର ବାଧା ପଡିଛି ଏଇ ଯୋଉ ନମିତା ଆଉ ଯୋଉ ମୁନ୍ନା ଆଜ୍ଞା ତାଙ୍କ ମାନେ ଇଏ କୌଣସି ଇଏ ପରେ ତା ପାଇଁ କୌଣସି ବାଧା ପଡିଛି ଯୋଉଟା କି ତା ପଛରେ ଲାଗିକି ତା 2 ସେକେଣ୍ଡ 5 ସେକେଣ୍ଡ ସେ କହୁଛି ମୋର ଲେଟ୍ ହେଇଛି ଆଜ୍ଞା କଣ ସେମିତି ହୁଏନି ଯାତ୍ରା ଆଜ୍ଞା ପାର୍ଟି ଜଣେ ଶୋଇଯାଇଥିବ କଳାକାର ଆଜ୍ଞା ହେଲ ସେଲ ହେଇଛନ୍ତି ଆପଣ ମୁଁ କହୁଛି ଆଜ୍ଞା ଶୁଣନ୍ତୁ ଭିତରେ ଭୁଲ ଅଛି ସାର୍ ଭୁଲ ଅଛି ଶୁଣନ୍ତୁ ଆଜ୍ଞା ଆମର ଯାତ୍ରା ପଡିଥାଏ ଆମର ଭଣ୍ଡାରୀ ପୋଖରୀ ଆଜ୍ଞା ସାର୍ ଯାତ୍ରା ପାର୍ଟି ସେତେବେଳେ ତୁଳସୀ ଗଣନାଟ୍ୟ ବୁଝିଲେ କି ଆଜ୍ଞା ସାର୍ ଆମ ସେ ବଡ ଭାଇଙ୍କ ସହିତ ମୁଁ ବାହାରିଲି ବନ୍ତରୁ ଆଜ୍ଞା ସାର୍ ମାନେ ଯାତ୍ରା 3 ଦିନଟି କଣ ଆମର କଣ ସେ ରାସ୍ତା ଗୋଟେ ଲାଇଟ୍ ପଡିଲା ଆଗକୁ ଯେ ଆମେ ଦେଖି ପାଇଲେନି ଗାଡି ଗୋଟେ ଆକ୍ସିଡେଣ୍ଟ ହେଇଗଲା ଆମେ ମାନେ ପଡିଗଲୁ ଗାତରେ କି ଆଜ୍ଞା ସାର୍ ପଡିଗଲା ପରେ ତାଙ୍କର ଅବସ୍ଥା ଛିଡି ଛାଡି ଯାଇଥିଲା ଇଏ କରିଥିଲା ଯାହା ହଉ ସିନ୍ ଟାକୁ ଆଡଜଷ୍ଟ ଯାଇକି ମାନେ ଯାଇ ପହଞ୍ଚିଲେ ଜଷ୍ଟ ସିନ୍ ଟା ତାଙ୍କ ସିନ୍ ଟା ଆରମ୍ଭ ହେଇଛି ବୁଝିଲେ କି ଆଜ୍ଞା ସାର୍ ହଁ ଯାହା ହଉ ସେ ଆଡଜଷ୍ଟ କରିଦେଲେ ଯାଇକି ସେମିତିକା ବହୁତ ଯାତ୍ରା ପାର୍ଟିରେ ହୁଏ ଆଜ୍ଞା ସାର୍ ଆଜ୍ଞା ହେଇଛି କିନ୍ତୁ ହେଇଛି ଜଣକ ଦାନା ମାରିଦବାଟା ଏଇଟା କେତେ ଜୋର ମୁନା କେତୋଟି ଜଣକୁ ଦାନା ଦେଇଛି ଆଜ୍ଞା କହିପାରିବେ କି ତାକୁ ମୁଁ ତ ଜାଣେ ତା ନମ୍ବର ଫମ୍ବର ତ ନାହିଁ ଆଜ୍ଞା ସାର୍ ଯଦି ମୁଁ ଦେଖା ବି ହେବେ କେତେବେଳେ ମୋ ଗାଁକୁ ଗଲେ ଯଦି କୌଣସି ପାର୍ଟି ସେଠି ପଡେ ସ୍ୱପ୍ନମହଲ ମୁଁ ତାଙ୍କୁ ପଚାରିବି ଆଜ୍ଞା ଆପଣ ଗୋଟେ ପାର୍ଟି କି ଯୋଉ ଆର୍ଟିଷ୍ଟ କି ବାହାର କଲେ କେତେ ଜଣ ଆର୍ଟିଷ୍ଟ କୁ ଆପଣ ଏନଗେଜ କରାଇଛନ୍ତି ଆଜ୍ଞା ସାର୍ ଆଜ୍ଞା ଥ୍ୟାଙ୍କ ୟୁ ଗୋଟେ ଷ୍ଟାଣ୍ଡ ବାନ୍ଧା କତୁରୁ କି ଜୁନିୟର ଆର୍ଟିଷ୍ଟ କତୁରୁ କି ଡ୍ୟାନ୍ସ ପିଲା କତୁରୁ ଆପଣ କେତେ ଜଣଙ୍କୁ ଯେ ଏନଗେଜ କରିବାକୁ ରୁଟି ଦେଇଛନ୍ତି ଆଜ୍ଞା ସାର୍ ଆଜ୍ଞା କାଢି ଦବା ତ ଆଜ୍ଞା ସହଜ କଥା ସାର୍ ଶେଷକୁ ମୁଁ ଗୋଟେ ଆପଣଙ୍କୁ ଖାଲି ଏତିକି ପଚାରିବି ବର୍ତ୍ତମାନ ପାଇଁ ଆପଣ ଏଇ ଯୋଉ କଥାଟି କହିଲେ ଯେ ମୁନା ନମିତା ମଞ୍ଚ ଉପରେ ତ ଭୁଲ ମାଗିବା ଦରକାର ୟା ପରେ କଣ ନାଇଁ ଭୁଲ ମାଗିବା ଦରକାର ତା ସଙ୍ଗେ ସଙ୍ଗେ ମାଲିକକୁ ଅନୁରୋଧ କରିକି ସେ ପିଲାକୁ ଆଣିକି ତାକୁ ରୁଟି ଦବା ଦରକାର ବର୍ତ୍ତମାନ ଯୋଉ ରେନି ସିଜିନ ଟା ସେ ବର୍ତ୍ତମାନ ଯୋଉ 2 ମାସ 3 ମାସ କି 4 ମାସ ଘରେ ବସିଯିବ ତା ଛୁଆ ପିଲାକୁ କିଏ ସମ୍ଭାଳିବ କିଏ ଦବ ସାର୍ ଏଇଟା ଯଦି ନ କରନ୍ତି ଦର୍ଶକ ଆହୁରି ଆଙ୍ଗୁଠି ଉଠେଇବେ କି ନିଶ୍ଚିତ ଏଇଟା ଯଦି ଭାଇରାଲ ହବ ଦର୍ଶକ କାନକୁ ଯିବ ଉଣାଦିଗ ଲୋକ ନିଶ୍ଚିତ କରିବେନି ସବୁ କଥାରେ ଯେତେବେଳେ ଦର୍ଶକ ବାହାରୁଛନ୍ତି ଯେତେବେଳେ ନରି ପଣ୍ଡାକୁ ଆମର
ଧଳ ଯେତେବେଳେ ମାରଧର କଲା ତା ପାଇଁ ଯେତେବେଳେ ଦର୍ଶକ ବାହାରି ପାରିଲେ, ଆଜ୍ଞା ୟା ପାଇଁ କାହିଁକି ନ ବାହାରି ପାରିବେ? ନିଶ୍ଚିତ ଦର୍ଶକ ମାନଙ୍କ କାନକୁ ଗଲେ ଦର୍ଶକ ମାନେ ନିହାତି ବାହାରିବେ। ପ୍ରଭୁ ପ୍ରଭୁ ଆଜ୍ଞା ଆଜ୍ଞା, ଦର୍ଶକ ହେଲେ ତ ଦେବତା ଆଉ। ଜୟ ଜଗନ୍ନାଥ ଆଜ୍ଞା, ଯାହା ହଉ ସୁନ୍ଦର ଲାଗିଲା ଆପଣଙ୍କ ସାଥିରେ କଥା ହେଇକି। ଜଣେ ଆପଣ ପ୍ରତ୍ୟକ୍ଷ ଦର୍ଶକ, ଜଣେ ପ୍ରତ୍ୟକ୍ଷଦର୍ଶୀ ମାନେ କହିଲା ଭଳିଆ ଦର୍ଶକ ହେଲେ ଆମ ପାଇଁ ଭଗବାନ। ମୋ ଭିଜୁଆଲ ଆପଣ ଦେଖିଥିବାରୁ, ମୋତେ କଲ୍ କରିଥିବାରୁ ଆପଣଙ୍କୁ ଧନ୍ୟବାଦ ଆଜ୍ଞା।